सो जय जगन्नाथ सांगମାନେ आई होप आपण ମାନେ ଭଲରେ ଥିବେ। ମୁଁ ସୁରଜ ସ୍ୱାଗତ କରୁଛି ମୋର ଚ୍ୟାନେଲ SS ନ୍ୟୁଜ୍ ଓଡ଼ିଆ 7 କୁ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର 10ଟି ବଡ଼ ନ୍ୟୁଜ୍। ତ ତା ପୂର୍ବରୁ ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରନ୍ତୁ, ଫେସବୁକ୍ ଆଣ୍ଡ ଇନଷ୍ଟାଗ୍ରାମରେ ଯାଇ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଣ୍ଡ ସେୟାର କରନ୍ତୁ। ତ ଚାଲନ୍ତୁ ଦେଖିବା ଆଜିର ଟପ୍ 10 ନ୍ୟୁଜ୍। ଅପରେସନ ସିନ୍ଦୁରକୁ ନେଇ ଉତ୍ତରାଖଣ୍ଡ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟରେ ମାଦ୍ରାସ ଗୁଡ଼ିକଠାରେ ପାଠ୍ୟକ୍ରମରେ ଅପରେସନ ସିନ୍ଦୁରକୁ ସାମିଲ କରାଯିବ, ଯେଉଁଥିରେ ଭାରତୀୟ ସେନାର ବୀରତା ଏବଂ ଦେଶ ପ୍ରତି ସମ୍ପୂର୍ଣ୍ଣର ପ୍ରଦେଶଦାୟିକତା କାହାଣୀ ସାମିଲ ରହିବ। ରାଜ୍ୟରେ 451 ପଞ୍ଜୀକୃତ ମାଦ୍ରାସାର ବର୍ତ୍ତମାନ 50,000ରୁ ଅଧିକ ଛାତ୍ର ଅଧ୍ୟୟନ କରିଛନ୍ତି। ଜାତୀୟତାବାଦ ଏବଂ ସେନାର ଗୌରବତାକୁ ଶିକ୍ଷା ସହିତ ଯୋଡ଼ିବା ଦିଗରେ ସରକାରଙ୍କ ଏହା ଏକ ମହା ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ବୋଲି କୁହାଯାଇଛି। ଅପରେସନ ସିନ୍ଦୁର ଅଧୀନରେ ଭାରତର ସେନା ଆତଙ୍କୀକୁ ଆଡ୍ଡାଗୁଡ଼ିକ ଧ୍ୱଂସ କରିଥିଲା। ପାକିସ୍ତାନର ସିନ୍ଧୁ ଜଳ ଚୁକ୍ତି ନାମା ପୁନଃସ୍ଥାପନା ଅନୁରୋଧକୁ ଭାରତ ସରକାର ସ୍ୱାକ୍ଷର କରିଛନ୍ତି। ଶୀର୍ଷ ସରକାର ସୂତ୍ର ଅନୁଯାୟୀ ପାକିସ୍ତାନୀ ଚୁକ୍ତି ସର୍ତ୍ତେ ଉଲ୍ଲଂଘନ କରୁଥିବା ଏହି ନିଷ୍ପତ୍ତି ନିଆଯାଇଛି। ପହଲଗାମ ଆକ୍ରମଣ ପରେ ଭାରତ ଏହି ଚୁକ୍ତିନାମା ସ୍ଥଗିତ ରଖିଥିଲା। ସୂତ୍ର କହିଛନ୍ତି, ପାକିସ୍ତାନୀ ଆତଙ୍କବାଦୀଙ୍କୁ ଉତ୍ସାହନ ଦେଇ ଚୁକ୍ତିର ମୌଳିକ ଭାବନାକୁ ନଷ୍ଟ କରିଛି। ଭାରତ ନିଜ ଜଳାଂଶ ବ୍ୟବହାର ଜାରି ରହିବ ବୋଲି ମଧ୍ୟ ଜଣାଇଛି। 1960ରେ ସ୍ୱାକ୍ଷରିତ ଏହି ଚୁକ୍ତି ପାକିସ୍ତାନୀର ପକ୍ଷେ ଅଧିକ ସୁବିଧାଜନକ ଥିଲା ବୋଲି ସୂତ୍ରରୁ ଦର୍ଶାଯାଇଛି। ଜ୍ୟୋତି ମଲ୍ହୋତ୍ରାଙ୍କ ଡାଏରୀରୁ ଖୋଲିଲା ପାକିସ୍ତାନୀ ସମ୍ପର୍କ। ଜ୍ୟୋତି ମଲ୍ହୋତ୍ରାଙ୍କ ଡାଏରୀରୁ ପାକିସ୍ତାନୀ ସମ୍ପର୍କରେ ତାଙ୍କର ଗଭୀର ସମ୍ପର୍କ ତଥ୍ୟ ବାହାରିଛି। ପୋଲିସ ପାଖରେ ଥିବା ଏହି ଡାଏରୀରେ 10-11 ପୃଷ୍ଠା କେବଳ ପାକିସ୍ତାନୀ ବିଷୟରେ ଲେଖାଯାଇଛି। ଡାଏରୀ ଅନୁଯାୟୀ ଜ୍ୟୋତି ପାକିସ୍ତାନକୁ ବାରମ୍ବାର ଯାଉଥିଲେ ଏବଂ ସେଥିରେ ଅତ୍ୟଧିକ ଭୁରି ପ୍ରଶଂସା କରିଥିଲେ। ସେ ଲେଖିଛନ୍ତି, ଭାରତୀୟ ହିନ୍ଦୁମାନେ ପାକିସ୍ତାନ ଯାଇ ବୁଲି ଆସିବା ଉଚିତ। ପୋଲିସ ଏହି ଡାଏରୀରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ନେଇ ତଦନ୍ତ କରୁଛି। ଜ୍ୟୋତିଙ୍କ ସହ ପୁରୀର ପ୍ରିୟଙ୍କା ସେନାପତିଙ୍କ ସମ୍ପର୍କ ମଧ୍ୟ ତଦନ୍ତରେ ଅଧୀନରେ ରହିଛି। ଭଦ୍ରକର ପାରମ୍ପରିକ ପାଳୁଅ ଲଡୁ GI ଟ୍ୟାଗ ପାଇବାକୁ ପ୍ରସ୍ତୁତ। ଏହି ମାନ୍ୟତା ପାଇଁ ଭଦ୍ରକ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ଜିଲ୍ଲା କଲେକ୍ଟର ଦିଲ୍ଲୀପ ରାଉତରାୟଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ଏହି ପ୍ରସିଦ୍ଧ ମିଠା ପାରମ୍ପରିକ ଓ ଗୁଣବତ୍ତାକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ପାଳୁଅ ଲଡୁ ଭଦ୍ରକର ସାଂସ୍କୃତିକ ଓ ରାନ୍ଧଣା ଐତିହ୍ୟର ଏକ ଅଂଶ। ଏହାର ସ୍ୱତନ୍ତ୍ର ସ୍ୱାଦ ଓ ପାରମ୍ପରିକ ପ୍ରସ୍ତୁତି ପଦ୍ଧତି ଏହାକୁ ଅନ୍ୟମାନଙ୍କଠାରୁ ପୃଥକ କରିଥାଏ। GI ଟ୍ୟାଗ ମିଳିଲେ ଏହାର ପ୍ରମାଣିକ ସୁରକ୍ଷିତ ହେବା ଓ ଏଣୁ ଅନୁକରଣ ରକ୍ଷା ମିଳିବ। ଏଥିସହିତ ଏହା ସ୍ଥାନୀୟ ମିଠା ଉତ୍ପାଦକଙ୍କୁ ଆର୍ଥିକ ଭାବରେ ଲାଭାନ୍ୱିତ କରିବ। ବାଂଲାଦେଶୀ ଅନୁପ୍ରବେଶକୁ ରୋକିବାକୁ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ବିତାଡ଼ିତ କରିବାକୁ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ନେଉଛି। ଗଞ୍ଜାମ ଜିଲ୍ଲାର ସମୁଦ୍ରକୂଳରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ପେଟ୍ରୋଲିଂ ଓ ସକ୍ରିୟ କରାଯାଇଛି। ଗୋପାଳପୁର, ପାତିସେନାପୁର, ଆର୍ଯ୍ୟପଲ୍ଲୀ ଆଦି ସ୍ଥାନରେ ପୋଲିସ କଡ଼ା ନଜର ରଖିଛି। ବ୍ରହ୍ମପୁର SP ଜଣାଇଛନ୍ତି ଯେ ସମୁଦ୍ରକୂଳରେ ଡଙ୍ଗା ଓ ଅଜଣା ବ୍ୟକ୍ତିକୁ ଯାଞ୍ଚ କରାଯାଉ। ସ୍ଥାନୀୟ ନାଗରିକଙ୍କୁ ମଧ୍ୟ ଦୀର୍ଘଦିନ ଧରି ଅବୈଧ ଭାବେ
ରଖିବାକୁ ବାଂଲାଦେଶୀଙ୍କୁ ଚିହ୍ନଟ କରି କାର୍ଯ୍ୟକାରୀ କରିବାକୁ ଅଭିଯୋଗ କରିଛନ୍ତି। କୋଭିଡ୍ ଓମିକ୍ରନ୍ ସବ୍‌ଭାରିଏଣ୍ଟ ଆଶଙ୍କା, ସାବଧାନତା ଜାରି। କୋଭିଡ୍ ଓମିକ୍ରନ୍ ସବ୍‌ଭାରିଏଣ୍ଟ JN.1 ଆଶଙ୍କା ମଧ୍ୟରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନିରଞ୍ଜନ ମିଶ୍ର ଲୋକଙ୍କୁ ସତର୍କତା ବଜାୟ ରହିବାକୁ ପରାମର୍ଶ ଦେଇଛନ୍ତି। ଗୁରୁତର ରୋଗୀ ଓ ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ସୂଚନା ଦିଆଯାଇଛି। ଓଡ଼ିଶାରେ ଚିହ୍ନଟ ହେଲେ ନମୁନା ଜିନୋକ୍ସ ମିକ୍ସପୋ ପାଇଁ ପଠାଯିବ। ମୁମ୍ବାଇ କେମ୍ସ ହସ୍ପିଟାଲରେ 22 ଜଣ କୋଭିଡ୍ ଆତଙ୍କ ମୃତ୍ୟୁ ଘଟିଛି, ଯାହା ନେଇ କେନ୍ଦ୍ର ସରକାର ସ୍ଥିତି ପର୍ଯ୍ୟବେକ୍ଷଣ କରିଛନ୍ତି। ତେବେ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଦେଶରେ କୋଭିଡ୍ ପରିସ୍ଥିତି ନିୟନ୍ତ୍ରଣ ଅଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ହୋଇସାରିଛି। 4 ରୁ 5 ଦିନରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ। ଆଉ 4-5 ଦିନ ଭିତରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଆଡ଼େ ମୁହାଁଇଛି। ପ୍ରାୟତଃ ଜୁନ୍ ମାସ ପ୍ରାରମ୍ଭରେ ମୌସୁମୀ କେରଳ ଛୁଇଁଥାଏ, କିନ୍ତୁ ଚଳିତ ବର୍ଷ ସମୟରେ ମୌସୁମୀ କେରଳ ଛୁଇଁବା ଆକଳନ କରାଯାଉଛି। ବର୍ତ୍ତମାନ ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ଭାରତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ କେରଳ ଛୁଇଁବା 2-3 ଦିନ ଅଧିକ ଆଞ୍ଚଳିକ ଅଗ୍ରସର ହେବ। ବଙ୍ଗୋପସାଗର ଓ ଆରବ ସାଗରରେ 2ଟି ଲଘୁଚାପ ସୃଷ୍ଟି ସମ୍ଭାବନା, ବାତ୍ୟା ଆଶଙ୍କା। ମେ ମାସ ଶେଷ ସପ୍ତାହରେ ବଙ୍ଗୋପସାଗର ଓ ଆରବ ସାଗରରେ 2ଟି ସ୍ୱତନ୍ତ୍ର ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ମୌସୁମୀ ବିଭାଗ ଅନୁଯାୟୀ ମେ 21 ତାରିଖ ଆରବ ସାଗରରେ କର୍ଣ୍ଣାଟକ ଉପକୂଳ ନିକଟରେ ଏକ ଲଘୁବଳୟ ସୃଷ୍ଟି ହୋଇ ମେ 22 ବେଳକୁ ଲଘୁଚାପର ପରିଣତ ହେବ। ଏହା ଅଧିକ ଶକ୍ତିଶାଳୀ ହୋଇ ଉତ୍ତର ଦିଗକୁ ଗତି କରିବ, ବାତ୍ୟାର ପରିଣତି ହେବାର ଆଶଙ୍କା ରହିଛି। ଏହା ସହ ମେ 27 ତାରିଖ ପୂର୍ବରୁ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆରବ ସାଗର ଅଞ୍ଚଳରେ ଦ୍ୱିତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ ପରିଣତ ହେବାର ସମ୍ଭାବନା ରହିଛି। ମୌସୁମୀ ବିଭାଗ ଏହି ଦୁଇ ପ୍ରଣାଳୀକୁ ନୂତନ କରି ପର୍ଯ୍ୟବେଶୟ କରିଛି। ଏହି ସମୟରେ ରାଜ୍ୟ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଓ ପ୍ରବଳ ପବନ ବହିବାର ପୂର୍ବାନୁମାନ କରାଯାଇଛି। ରାଜ୍ୟ କ୍ୟାବିନେଟ୍ ଢାଞ୍ଚାରେ ବଡ଼ ପରିବର୍ତ୍ତନ, ସଚିବଙ୍କ କ୍ଷମତା ସୀମିତ। ରାଜ୍ୟ କ୍ୟାବିନେଟ୍ ପ୍ରଶାସନିକ ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି ସରକାର। କ୍ୟାବିନେଟ୍ ବୈଠକ ସଚିବଙ୍କ କ୍ଷମତା ସୀମିତ କରାଯାଇଛି, ମନ୍ତ୍ରୀଙ୍କ ନିୟନ୍ତ୍ରଣ କ୍ଷମତା ବୃଦ୍ଧି କରାଯାଇଛି। ସଂସଦଙ୍କର ବ୍ୟାପାର ବିଭାଗ ଓ ନୂତନ ନିର୍ଦ୍ଦେଶନାଗାର ଜାରି କରିଛି। କ୍ୟାବିନେଟ୍ ପ୍ରକ୍ରିୟାରେ ପ୍ରମୁଖ ପରିବର୍ତ୍ତନଗୁଡ଼ିକ ହେଲା କ୍ୟାବିନେଟ୍ ବୈଠକ ତାରିଖ ଓ ପ୍ରସ୍ତାବ 5 ଦିନ ପୂର୍ବରୁ ଚୂଡ଼ାନ୍ତ ହେବ। କ୍ୟାବିନେଟ୍ ପ୍ରସ୍ତାବ ମନ୍ତ୍ରୀଙ୍କ ପାଖରୁ 2 ଦିନ ପୂର୍ବରୁ ପହଞ୍ଚିବ। ମୁଖ୍ୟମନ୍ତ୍ରୀଙ୍କ ଅନୁମତି ବିନା କୌଣସି ପ୍ରସ୍ତାବ କ୍ୟାବିନେଟ୍ରେ ଉଠାଯାଇପାରିବ ନାହିଁ। ବିଭାଗୀୟ ସଚିବମାନେ ଆବଶ୍ୟକତଃ କ୍ୟାବିନେଟ୍ ରୁମ୍ ଯାଇପାରିବେ, କିନ୍ତୁ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନ ବ୍ୟତୀତ ଅନ୍ୟକୁ ପ୍ରବେଶ ନିଷେଧ କରାଯାଇଛି। ଆଜି ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ବୁଧବାର ଅପରାହ୍ନ 4ଟାରେ ଯୁକ୍ତ 2 ପରୀକ୍ଷା ଫଳ 2025 ପ୍ରକାଶ ପାଇବ। ଏକକାଳୀନ କଳା, ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀର ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ http://odisharesult.nic.in ୱେବସାଇଟରେ ଫଳ ପରୀକ୍ଷା କରିପାରିବେ। ରାଜ୍ୟ ଏହି ବର୍ଷ 3,93,618 ଜଣ ପରୀକ୍ଷାର୍ଥୀ ଯୁକ୍ତ 2 ପରୀକ୍ଷା ଦେଇଛନ୍ତି। CHSE ପରୀକ୍ଷା ନିମନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି, ଫଳ ପ୍ରକାଶ ପରେ ଗୋଟିଏ ସପ୍ତାହ ମଧ୍ୟରେ ମାର୍କସିଟ୍ ବଣ୍ଟନ କରାଯିବ।